ମଙ୍ଗଳପୁର ନାମକ ଗୋଟିଏ ଛୋଟିଆ ଗାଁ। ସେଇ ଗାଁରେ ରାଧୁଆର ଘର। ରାଧୁଆ ଯେତେବେଳେ 3 ବର୍ଷର ହେଇଥିଲା ସେତେବେଳେ ତା ବାପା ଗୋଟିଏ ରୋଗରେ ଆରପାରିକୁ ଚାଲିଗଲେ। ସେଇଦିନଠୁ ତା ମା ବାର ଘରେ ବାସି ପାଇଟି କରି ଯାହା ଆଣେ ସେଇଥିରେ ମା ପୁଅ ଦୁହେଁ ବେଶ ଖୁସିରେ ଚଳିଯାଆନ୍ତି। ଧୀରେ ଧୀରେ ସମୟ ଗଡ଼ି ଚାଲିଲା। ରାଧୁଆ ଛୋଟରୁ ବଡ଼ ହେଲା, କିନ୍ତୁ କିଛି କାମ କରି ଘର ଚଳାଇବା ପରିବର୍ତ୍ତେ ରାଧୁଆ ସବୁବେଳେ ଗୁଲିଖଟିରେ ସମୟ କାଟିଲା। ଗୋଟିଏ ଦିନର କଥା। ଦିନେ ଗାଁ ପଡ଼ିଆରେ ଖେଳୁ ଖେଳୁ ରାଧୁଆ ଦେଖିଲା ଯେ ଗୋଟିଏ ଶବ ଯାଉଛି। ରାଧୁଆ ମନରେ ଗୋଟିଏ ଚିନ୍ତା ପଶିଲା। ସେ ଭାବିଲା, ଏମିତି ମୁଁ ବି ଦିନେ ମରିଯିବି। ମୋ କୋକେଇକୁ ଗାଁ ଲୋକେ ବୋହି ନେଉଥିବେ, ଆଉ ମୋ ପଛରେ ଖଇକଉଡ଼ି ବିଞ୍ଚା ହେଉଥିବ। ରାଧୁଆ ମନରେ ପୁଣି ପ୍ରଶ୍ନ ଆସିଲା, ଆଚ୍ଛା ମୁଁ ମରିବି କେବେ? ଏକଥା କିଏ କହିପାରିବ? ମୋ ମଲା ତାରିଖ ଜ୍ୟୋତିଷ ଜାଣିଥିବେ। ଯାଏ ଜ୍ୟୋତିଷଙ୍କୁ ଟିକେ ପଚାରି ଆସେ। ରାଧୁଆ ତା ମନରେ ଏଇ କଥା ଚିନ୍ତା କରି ଜ୍ୟୋତିଷଙ୍କ ପାଖରେ ଯାଇ ପହଞ୍ଚିଲା। ଆଉ ଜ୍ୟୋତିଷଙ୍କୁ ପଚାରିଲା, ଜ୍ୟୋତିଷ ଆଜ୍ଞା, ମୋ ହାତ ଟିକେ ଦେଖି କହିଲେ ମୁଁ କେବେ ମରିବି? ରାଧୁଆଠୁ ଏ କଥା ଶୁଣି ଜ୍ୟୋତିଷ ବଡ଼ ଆଶ୍ଚର୍ଯ୍ୟ ହେଲେ। ଭାବିଲେ, ଆରେ ହେଇ, ଇଏ ଓଲାଟା ନା କ'ଣ? ଏତେ ବଡ଼ ଭେଣ୍ଡିଆଟା ହେଲାଣି, ତଥାପି ଆର ବୁଦ୍ଧି ଅକଲ ନାହିଁ। ପଚାରୁଛି କୋଉଦିନ ମରିବ? ଜ୍ୟୋତିଷ ତା ମନରୁ ଏପରି ଭ୍ରାନ୍ତ ଧାରଣା ଦୂର କରିବାକୁ କହିଲେ, ଯା, ତୁ ଯୋଉଦିନ 2ଟା ଜହ୍ନ ଦେଖିବୁ ସେଇଦିନ ତୁ ମରିବୁ। ଜ୍ୟୋତିଷଙ୍କ ପାଖରୁ ଏତକ ଶୁଣି ରାଧୁଆ ଘରକୁ ଫେରିଲା। ଏ କଥାର କିଛି ଦିନ ବିତିଗଲା। ହେଲେ ରାଧୁଆ ମୁଣ୍ଡରେ ଜ୍ୟୋତିଷଙ୍କର କଥା ସବୁବେଳେ ଘାରୁଥାଏ। କେବେ ସେ 2ଟା ଜହ୍ନ ଦେଖିବ ଆଉ ମରିବାକୁ ଯିବ। ଆଉ ଦିନକର ଘଟଣା। ସେଦିନ ଥାଏ ପୂର୍ଣ୍ଣମୀ। ବାଡ଼ିରେ ଜହ୍ନ ପଡ଼ି ଚାରିଆଡ଼େ ଆଲୋକ ଦେଖାଯାଉଥାଏ। ରାଧୁଆର ମା ପିଠା କରି ଗୋଟିଏ ଗୋଟିଏ ରାଧୁଆକୁ ଦଉଥାଏ, ଆଉ ରାଧୁଆ କୂଅ ଉପରେ ବସି ମନ ଖୁସିରେ ଖାଉଥାଏ। ହଠାତ୍ ତାର ଲକ୍ଷ୍ୟ କୂଅ ଭିତରେ ପଡ଼ିଲା। ସେ ଦେଖେ ତ କୂଅ ଭିତରେ ଜହ୍ନ, ଆଉ ଆକାଶରେ ବି ଗୋଟିଏ ଜହ୍ନ। ଏତକ ଦେଖି ରାଧୁଆ ଜାଣିଗଲା ଯେ ଆଜି ତାର ମରିବାର ଦିନ। ମାଆକୁ କହିଲେ ମା ତ ଛାଡ଼ିବନି। ତେଣୁ ସେ କାହାକୁ କିଛି ନ କହି ମଶାଣିରେ ପହଞ୍ଚିଲା। ମଶାଣିରେ ପହଞ୍ଚି ଗାତଟିଏ ଖୋଳିଲା। ହେଲେ ଆଣ୍ଠୁଏ ଯାଏ ଖୋଳିଛି କି ନାହିଁ ସେ ହାଲିଆ ହେଇଗଲା। ଭାବିଲା, ଏତିକି ଥାଉ, ଏଇ ଗାତରେ ବସି ମୃତ୍ୟୁକୁ ଅପେକ୍ଷା କରିବି। ଏଇ କଥା ଭାବି ସେ ଛୋଟିଆ ଗାତରେ ଜାକିଚୁକି ହେଇ ବସିଲା। କ୍ରମଶଃ ସଞ୍ଜରୁ ରାତି ପାଖାପାଖି 2ଟା ହେଲା, ହେଲେ ରାଧୁଆର ମୃତ୍ୟୁ ହେଲାନି। ଠିକ୍ ସେତିକି ବେଳେ ରାଧୁଆ ଦେଖିଲା 2 ଜଣ ଲୋକ ତାରି ଆଡ଼କୁ ଆସୁଛନ୍ତି। କାଳେ କେହି ଗାଁ ଲୋକେ ତାକୁ ଫେରେଇ ନେବାକୁ ଆସୁଥିବେ, ସେଇ କଥା ଭାବି ସେ ଆଉ ଟିକେ ଜାକିଜୁକି ହେଇ ଲୁଚିଗଲା। ରାଧୁଆ ଯେଉଁ ଗାତରେ ଲୁଚିଥିଲା ସେମାନେ ଠିକ୍ ସେ ଗାତ ପାଖରେ ଆସି ପହଞ୍ଚିଲେ। ରାଧୁଆ ଦେଖିଲା ସେ 2 ଜଣଙ୍କ ହାତରେ 2ଟି ବଡ଼ ବଡ଼ ଅଖା। ପ୍ରଥମେ ରାଧୁଆ ଏସବୁ କିଛି ବୁଝିପାରିଲାନି। ହେଲେ ଯେତେବେଳେ ସେମାନେ ଅଖା ଖୋଲିଲେ ରାଧୁଆ ସବୁକିଛି ବୁଝିଗଲା। 2 ଜଣ ଆଉ କେହି ନଥିଲେ, ବରଂ 2ଟି ଚୋର ଥିଲେ। ରାଧୁଆ ସେମାନଙ୍କର କଥାବାର୍ତ୍ତା ଶୁଣିଲା। ଚୋର ଦୁହେଁ ଗାଁ ଜମିଦାର ହରିଆ ପ୍ରଧାନ ଘରୁ କଳାକନା ବୁଲେଇ ଦେଇ ଆସିଛନ୍ତି। ରାଧୁଆ ଭାବିଲା, ଆଜି ତ ମୋର ଶେଷ ଦିନ, ମୁଁ ଆଜି ମରିଯିବି। ହେଲେ ମରିବା ଆଗରୁ ଏ 2 ଜଣଙ୍କୁ ଏମିତି ଡରେଇବି ଯେ ସେମାନେ ତାଙ୍କ ଜୀବନରେ ବି ଆଉ କେବେ କାହା ଘରୁ ଚୋରି କରିବେନି। ରାଧୁଆ ମନରେ ଏଇ କଥା ଭାବି ଗୋଟିଏ ବିକଟାଳ ରଡ଼ି ଛାଡ଼ି ଗାତରୁ ପଦାକୁ ବାହାରି ଆସିଲା। ରାତି ପାଖାପାଖି 3ଟା। ପୁଣି ଗୋଟେ ମଶାଣି ଗାତରୁ କେହି ଜଣେ ବାହାରୁଥିବାର ଦେଖି ଚୋର ଦୁହେଁ ଗୋଟାପଣେ ଥରିବାକୁ ଲାଗିଲେ। ଆଉ ସେମାନେ ସୁନାରୂପା ଭାଗ କରିବେ କ'ଣ? ନିଜ ଜୀବନ ବଞ୍ଚେଇ କିଏ କୁଆଡ଼େ ଧାଇଁଲେ। ଚୋର ଦୁହେଁ ଗଲା ପରେ ରାଧୁଆ ଭାବିଲା ଯେ ମୁଁ ଏ ସୁନାରୂପା ସବୁକୁ ଜମିଦାରଙ୍କ ଘରେ ଦେଇ ଆସେ, ତାପରେ ମରିବାକୁ ଆସିବି। ଏଇ କଥା ଭାବି ରାଧୁଆ ସୁନାରୂପା ସହ ଜମିଦାରଙ୍କ ଘରେ ଆସି ପହଞ୍ଚିଲା।
ସେତେବେଳକୁ ଜମିଦାର ମୁଣ୍ଡରେ ହାତ ଦେଇ ବସିଥାନ୍ତି। ରାଧୁଆ କହିଲା, ଜମିଦାର ଆଜ୍ଞା, ଏଇ ନିଅନ୍ତୁ, ଆପଣଙ୍କର ସବୁ ସମ୍ପତ୍ତି ଏଇ ଅଖା ଦୁଇଟିରେ ଅଛି। ଚୋରମାନେ ତମ ଘରୁ ଚୋରି କରି ନେଇ ମଶାଣିରେ ଯାଇ ଭାଗ କରୁଥିଲେ, ହେଲେ ମୁଁ ସେମାନଙ୍କୁ ଡରେଇ ଏସବୁ ଫେରେଇ ଆଣିଛି। ଜମିଦାର ରାଧୁଆ ହାତରେ ସୁନାରୂପା ଅଖା ଦେଖି ଖୁସିରେ ନାଚି ଉଠିଲେ। ରାଧୁଆକୁ କୁଣ୍ଢେଇ ପକେଇଲେ, ଆଉ ତାପରେ ରାଧୁଆକୁ ପଚାରିଲେ, ହେଲେ ତୁ ଏତେ ରାତିରେ ମଶାଣିରେ କ'ଣ କରୁଥିଲୁ? ତାପରେ ରାଧୁଆ ଜମିଦାରଙ୍କୁ ଗୋଟି ଗୋଟି କରି ସବୁ କଥା କହିଲା। ଜମିଦାର ରାଧୁଆର କଥା ଶୁଣି ଟିକିଏ ମୁରୁକି ହସିଲେ, ଆଉ ରାଧୁଆକୁ କହିଲେ, ଦେଖ ରାଧୁଆ, ମୋ କଥା ମନ ଦେଇ ଶୁଣୁ। ଜ୍ୟୋତିଷଙ୍କ କହିବା ଅନୁସାରେ ଯେଉଁଦିନ ତୁ ଆକାଶରେ 2ଟି ଜହ୍ନ ଦେଖିବୁ ସେଇଦିନ ମରିବୁ, ହେଲେ ଆକାଶ ଛଡ଼ା ଅନ୍ୟ କୋଉଠି ନୁହଁ। ଏବେ ତୁ ଘରକୁ ଯାଇ ଶୋଇପଡ଼। ଏତକ କହି ଜମିଦାର ରାଧୁଆ ହାତକୁ କିଛି ସୁନାରୂପା ଅଳଙ୍କାର ଦେଲେ, ଆଉ କହିଲେ, ୟାକୁ ନେଇ ତୋ ମାଆକୁ ଦେଇଦେବୁ। କହିବୁ ମୋ ଭଲ କାମ ପାଇଁ ଜମିଦାର ମୋତେ ଉପହାର ଦେଇଛନ୍ତି। ତାପରେ ରାଧୁଆ ସୁନାରୂପା ଧରି ମନ ଖୁସିରେ ଘରକୁ ଆସିଲା।